ଠକିଦେଲେ ଓଡ଼ିଶାର ସୁପରଷ୍ଟାର ବାବୁସାନ ମହାନ୍ତି। ଆପଣମାନେ ପ୍ରାୟ ସମସ୍ତେ ଆଜି ବାବୁସାନ ମହାନ୍ତିଙ୍କ ନୂଆ ସିନେମାର ଘୋଷଣାକୁ ଅପେକ୍ଷା କରିଥିଲେ। ତେବେ ଠକି ଦେଇଛନ୍ତି ବାବୁସାନ ମହାନ୍ତି। ଆଜି କେବଳ ସିନେମାର ଏହି ପୋଷ୍ଟରଟି ରିଲିଜ୍ ହୋଇଛି, ଯେଉଁଥିରେ ସିନେମାର ଟାଇଟଲକୁ ମଧ୍ୟ ଘୋଷଣା କରାଯାଇନାହିଁ। ଏହାଛଡ଼ା ପୋଷ୍ଟରରେ ବାବୁସାନ ମହାନ୍ତିଙ୍କ ମୁହଁକୁ ମଧ୍ୟ ଦେଖାଯାଏନି। ପୋଷ୍ଟରରେ କେବଳ ବାବୁସାନ ମହାନ୍ତି ହାତରେ ଧରିଥିବା ଏହି ଅସ୍ତ୍ରକୁ ଦେଖାଯାଇଛି। ଏହାଛଡ଼ା ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଚିନ୍ମୟ ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ସିନେମାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ବାବୁସାନ ମହାନ୍ତିଙ୍କ ଧର୍ମପତ୍ନୀ ତ୍ରୁଟି ଶତପଥୀ। ତେବେ ପୋଷ୍ଟରରେ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ଖୁବ୍ ଶୀଘ୍ର ଏହି ସିନେମାର ଟାଇଟଲ ଟିଜର ରିଲିଜ୍ କରାଯିବ, ସମ୍ଭବତଃ ଜୁଲାଇ 30 ତାରିଖ ଅର୍ଥାତ୍ ବାବୁସାନ ମହାନ୍ତିଙ୍କ ଜନ୍ମଦିନରେ ଏହି ସିନେମାର ଟାଇଟଲ ଟିଜରକୁ ରିଲିଜ୍ କରାଯାଇପାରେ। ତେବେ ଅପେକ୍ଷା ରହିଲା ଜୁଲାଇ 30 ତାରିଖ ଅର୍ଥାତ୍ ବାବୁସାନ ମହାନ୍ତିଙ୍କ ଜନ୍ମଦିନକୁ। ତେବେ ଆଜି ବାବୁସାନ ମହାନ୍ତିଙ୍କ ନୂଆ ସିନେମାର ଏହି ପୋଷ୍ଟରଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।